ଘର ତିଆରି ପାଇଁ ମିଳିବ 2,75,000 ଟଙ୍କା। ତୁରନ୍ତ ଆକାଉଣ୍ଟକୁ ଆସିବ ଟଙ୍କା। ଜାଣନ୍ତୁ କେମିତି କରିବେ ଆବେଦନ। ଗରିବ ଓ ପଛବର୍ଗକୁ ଘର ଖଣ୍ଡେ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2014ରେ ମୋଦି ସରକାର ଆସିବା ପରେ 2015 ଜୁନ୍ ମାସରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ପରିବାରକୁ ମଧ୍ୟ ଏହି ଯୋଜନାରେ ଆବାସ ଯୋଗାଇ ଦେଇଛନ୍ତି ସରକାର। ଏହି ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ 2,25,000 ଟଙ୍କା ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ 50,000 ଟଙ୍କା ଯୋଗାଇ ଦେବେ। ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଥିଲେ ହିତାଧିକାରୀଙ୍କୁ ତୁରନ୍ତ ଆବେଦନ କରିବାକୁ ହେବ। ଏହି ଯୋଜନାରେ କେଉଁମାନେ ଲାଭ ଉଠାଇ ପାରିବେ, କିଭଳି ଆବେଦନ କରିବେ ତାହା ଆଜି ଆମେ ଆପଣଙ୍କୁ କହିବା। ଏହି ସ୍କିମରେ ଗ୍ରାମାଞ୍ଚଳ ପାଇଁ 25 ବର୍ଗ ମିଟର ଓ ସହରାଞ୍ଚଳ ପାଇଁ 30 ବର୍ଗ ମିଟର ଜାଗାରେ ଘର ତିଆରି ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ଲାଭ ଉଠାଇବାକୁ ହେଲେ ପରିବାରର ବାର୍ଷିକ ଆୟ 3 ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର। ଏ ଯୋଜନାରେ ବର୍ତ୍ତମାନ ସୁଦ୍ଧା 1 କୋଟିରୁ ଅଧିକ ହିତାଧିକାରୀ ସୁବିଧା ପାଇସାରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ଉଠାଇବାକୁ ହେଲେ ହିତାଧିକାରୀଙ୍କୁ pmy.gov.in ୱେବସାଇଟରେ ଭିଜିଟ୍ କରିବାକୁ ହେବ। ହୋମ୍ ପେଜରେ PMAYରେ କ୍ଲିକ୍ କରି ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ହେବ। ଏଠାରେ ଯଦି ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ହୋଇନଥିବେ ତେବେ ଆପଣଙ୍କ ଆବେଦନ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ। ଯୋଗ୍ୟ ହୋଇଥିଲେ ନାମ ଓ ଆଧାର ନମ୍ବର ଦାଖଲ କରିବାକୁ ହେବ। ଏହାପରେ ହିତାଧିକାରୀଙ୍କୁ ଏକ OTP ଆସିବ। ଏହି OTP ଦାଖଲ କରି ଆବେଦନ ପ୍ରକ୍ରିୟା ଶେଷ କରିବେ ହିତାଧିକାରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇବାକୁ ହେଲେ ହିତାଧିକାରୀଙ୍କୁ କେତେକ ବିଶେଷ ଦସ୍ତାବିଜର ଆବଶ୍ୟକ ରହିବ। ତାହା ହେଉଛି ହିତାଧିକାରୀଙ୍କ ଆଧାର ନମ୍ବର ସହିତ ପରିବାରବର୍ଗଙ୍କ ଆଧାର ବିବରଣୀ ଦାଖଲ କରିବାକୁ ହେବ। ଏହା ସହିତ ଆକ୍ଟିଭ ଥିବା ବ୍ୟାଙ୍କ ବିବରଣୀ ସହ ଆୟୁ ପ୍ରମାଣପତ୍ର ଆବଶ୍ୟକତା ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାଗା ସମ୍ବନ୍ଧିତ ଦସ୍ତାବିଜ ଦାଖଲ କରିବେ ହିତାଧିକାରୀ। ଆବେଦନର କିଛି ଦିନ ପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇ ପାରିବେ। ତ ଫ୍ରେଣ୍ଡସ୍, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଅପଡେଟ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ।